ଗୋଟେ ଆଣ୍ଠୁ ପୁରା ତା ଛୁଆ ପିଲା ନାହାନ୍ତି ସେ ସବୁବେଳେ ଛୁଆଙ୍କୁ ଆଟାକ୍ କରୁଛି। ସରପଞ୍ଚ ହବାରେ 4 ମାସ ପରେ ସେଇ ଛୁଆଙ୍କୁ ମାରିଥିଲା। ଏରେ ହଉଛି 4 ମାସ ଅଛି ଯିବାକୁ ସେଇ ଛୁଆଙ୍କୁ ମାରିଲା। ସେ କଣ ଗୋଟେ ଆଣ୍ଠୁ ପୁରା କି ସେ ମଦ ବେପାର କରୁଛି ପଞ୍ଚାୟତରେ। ସେଟାକୁ ମୋ ପୁଅ ଧରିକି ତାକୁ ଦେଖେଇ ଗୋଟେ ଦିନ ଛାଡ଼ି ଦେଇକି ତାର ଦିନ ସେ ଫୋନରେ ତାକୁ ଡକେଇଲା ପଞ୍ଚାୟତରେ ତାକୁ ମାଇଲେ। ସେ ତାକୁ କ'ଣ କଲା ଡକେଇଦେଲା ଫୋନରେ ତା ଦଳର ବଦଳ ଗୁଣ୍ଡାମାନେ ସେ ଡାକିକି ତାକୁ ସେଠୁ ମାଇଲେ। କବାଟ ଦେଇଦେଲା ପରେ ଗାଡ଼ି ଭିତରେ ବାଡ଼େଇଲେ ସେ ମାଲ କଲେ ହଉଛି ଜୋତାରେ ଆଗେ ବାଡ଼ନ୍ତି ଯାହା କହିଲା ଗୋଡ଼ ବିନ୍ଧିଲା ଘରେ। ସେ ତାକୁ ଗାଡ଼ିରେ ବସେଇକି ମେଡ଼ିକାଲ ଆଣିଲା। ମୋ ନାଁ କବିତା ନାୟକ। ଆଉ ଆମେ ଆସିଥିଲୁ ଯୋଉ ଏସପି ଅଫିସ କି ତାଙ୍କର ରାକ୍ଷୀ ପୂର୍ଣ୍ଣିମା ପାଇଁ ଛୁଟି ଅଛି। ଆଉ 5 ଜଣଙ୍କ ଭିତରୁ ଜଣକୁ ଗିରଫ ହେଇଛି, ଆଉ 4 ଜଣ ଗିରଫ ହେଇନି। ଆଉ 9 ଗିରଫ ହେଲା ପର୍ଯ୍ୟନ୍ତ ଆମେ ଆସିକି ପୁଣି କାଲି ଆସିବୁ, ଆସିକି ଏଫସି ଅଫିସ ପାଖରେ ବସିବୁ। ଆଉ ତମେ ନ୍ୟାୟ ମିଳୁ। ଆଉ ଯୋଉ ସବୁ ଆରେଷ୍ଟ କଲା ପର୍ଯ୍ୟନ୍ତ ଆମେ ଏମିତି ବସିଥିବୁ ଏଇ ଏଫସି ଅଫିସରେ। ଆଉ ଏପର୍ଯ୍ୟନ୍ତ ମୋ ଝିଅକୁ ନ୍ୟାୟ ମିଳିନି। ସାମ୍ବାଦିକ ସେ ଗୌରପୁର ପଞ୍ଚାୟତରେ ଯାଇଥିଲେ ଯୋଉ ଦେଖିବା ପାଇଁ। ଦେଖିଲେ ସେଠି ମଦ ବୋତଲ ସବୁ ଥୁଆ ହେଇଥିଲା। ଆଉ ସେଠି ମଦ ବୋତଲ ଥୋଇଥିଲେ। ସେଦିନ ଦେଖିକି ଆସିଥିଲେ, ଭିଡିଓ କରିକି ଆଣିଥିଲେ। ତାପରେ ସେଟା ତାଙ୍କର ନ୍ୟୁଜରେ ଛାଡିଥିଲେ। ଆସିଲା ପରେ ହଉଛି ସେ ଏକା ଯାଇଥିଲେ, ତାଙ୍କ ସାଙ୍ଗରେ ଆଉ ଜଣେ ବି ଯାଇଥିଲେ ତାଙ୍କ ସାଙ୍ଗ ପିଲା। ସେ 2 ଜଣ ଯାଙ୍କୁ ମାରଧର କରିକି ତାଙ୍କୁ ଗୋଡ ହାତ ପୁରା ଭାଙ୍ଗି ଦେଇଛନ୍ତି। ସେ ଟାଉନ ମେଡିକାଲରେ ପଡିଥିଲେ, ଏବେ କଟକ ନେଇକି ପକେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଆମେ ଯୋଉ ଆଇଏସ୍ କୁ କହିକି ଯାଇଥିଲୁ, ସେ ଜଣକୁ ଆରେଷ୍ଟ କରିଛନ୍ତି, ଆଉ 4 ଜଣଙ୍କୁ ଆରେଷ୍ଟ ଏପର୍ଯ୍ୟନ୍ତ କରିନାହାନ୍ତି। ଆମେ ଏଫସି ଅଫିସକୁ ଆସିଥିଲୁ, ଆଜି ରାକ୍ଷୀ ପୂର୍ଣ୍ଣିମା ପାଇଁ ଛୁଟି ଅଛି। ଆଉ ଆମକୁ ଦରକାର ନ୍ୟାୟ ଦରକାର, ମୋ ଦିଅରକୁ ବି ନ୍ୟାୟ ଦିଅ। ଆମେ ନଦେଲା ପର୍ଯ୍ୟନ୍ତ ଆମେ ଏଫସି ଅଫିସରେ ଆସିକି ଏଠି ବସୁ। ଯୋଉମାନେ ମୋ ଦିଅରକୁ ମାରିଛନ୍ତି ସେମାନେ ସରେ ମାରିଛନ୍ତି। ସେମାନେ ମୁଁ ଚାହିଁଲେ ମୋ ଦିଅରକୁ ନ୍ୟାୟ ଏପର୍ଯ୍ୟନ୍ତ ମିଳିନି। ଆଉ ସେ ମେଡିକାଲରେ ପଡିଛି। ଆଉ ଆମେ ବି ଏପର୍ଯ୍ୟନ୍ତ ଆସିକି ସେଠି ବୁଝିଲେ ନାହିଁ ବୋଲିକି ସେ ଅଫିସର ଏଠି ଆମେ ଆସିକି ବସିଛୁ। ଆଉ ଆଜି ରାକ୍ଷୀ ପୂର୍ଣ୍ଣିମା ପାଇଁ ଛୁଟି, ଆମେ କାଲି ବି ପୁଣି ଆସିବୁ। ଆଉ ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଥିବ ଆମେ ଏମିତି ଆସିକି ଏଇ ଅଫିସରେ ବସିବୁ ଆଉ।